ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଏମାନେ ବ୍ୟଭିଚାର ପାପରେ ପଡ଼ିବେ ନାହିଁ। ଏମାନେ ବ୍ୟଭିଚାର ପାପରେ ପଡ଼ିବେ ନାହିଁ। ପ୍ରିୟମାନେ, ଆଜିର ସମୟରେ ବ୍ୟଭିଚାର ପାପ ସମସ୍ତେ ପସନ୍ଦ କରୁଛନ୍ତି, ଆଉ ପ୍ରାୟ ସମସ୍ତେ ଏହି ପ୍ରକାର ପାପରେ ପଡ଼ିଯାଉଛନ୍ତି। ବାଇବଲ କହେ ମନୁଷ୍ୟ ଯେକୌଣସି ପାପ କରେ ତାହା ଶରୀରର ବହିର୍ଭୂତ, ମାତ୍ର ଯେଉଁ ବ୍ୟକ୍ତି ବ୍ୟଭିଚାର ପାପ କରେ ତାହା ସେ ଆପଣା ଶରୀର ବିରୁଦ୍ଧରେ ପାପ କରେ। ସେଥିପାଇଁ ପ୍ରିୟମାନେ, ଏହି ଯେଉଁ ବ୍ୟଭିଚାର ପାପଟା ଭୟଙ୍କର ପାପ ଅଟେ। ଏହି ପାପକୁ ପରମେଶ୍ୱର ବହୁତ ସେ ଘୃଣା କରନ୍ତି। ସେଥିପାଇଁ ସେ ଯେତେବେଳେ ମଧ୍ୟ ନର୍କକୁ ଯିବା ଲିଷ୍ଟଟା ଲେଖାଯାଇଛି, ଏମାନେ ଈଶ୍ୱରଙ୍କର ରାଜ୍ୟର ଅଂଶୀ ହେବେ ନାହିଁ। ଯେଉଁ ଲିଷ୍ଟଟା ପରମେଶ୍ୱର ଅନେକ ସ୍ଥାନରେ ଗାଲାତୀୟରେ, କରନ୍ତୀୟରେ, ପ୍ରକାଶିତ ପୁସ୍ତକରେ ଏସବୁ ଲିଷ୍ଟ ଗୁଡ଼ିକ ଦେଇଛନ୍ତି। ଆଉ ସେ ଲିଷ୍ଟ ଗୁଡ଼ିକର ସବୁଠୁ ଉଚ୍ଚରେ ଏହି ପାପକୁ ରଖାଯାଇଛି, ବ୍ୟଭିଚାର ପାପ। କାରଣ ଏହି ପାପ ଗୋଟିଏ ଶରୀର ବିରୁଦ୍ଧରେ କରିବା ପାପ ଅଟେ। ସେଥିପାଇଁ ଏମାନେ ଏ ପ୍ରକାର କିଛି ବିଶ୍ୱାସୀ ଭାଇ ଭଉଣୀମାନେ ଅଛନ୍ତି ଯେଉଁମାନେ କି ଏହି ବ୍ୟଭିଚାର ପାପରେ ସେମାନେ ପଡ଼ିବେ ନାହିଁ। କାହିଁକି ପଡ଼ିବେ ନାହିଁ? ପ୍ରଥମ ବିଷୟ, କେଉଁମାନେ ପଡ଼ିବେ ନାହିଁ? ଯେଉଁମାନେ କି ପ୍ରାର୍ଥନାରେ ଲାଗି ରୁହନ୍ତି। ସେଥିପାଇଁ ପରମେଶ୍ୱର ଆପଣା ଶିଷ୍ୟମାନଙ୍କୁ ସେ କହିଲେ, ଗେଥସିମନି ବଗିଚାରେ ସେ କ'ଣ କହିଲେ? ଲେଖାଯାଏ ମାଥ୍ୟୁ ଲିଖିତ ସୁସମାଚାର ଏହାର 26 ଅଧ୍ୟାୟରେ ସେ କହୁଛନ୍ତି 41 ପଦରେ, ପରୀକ୍ଷାରେ ଯେପରି ନ ପଡ଼ ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ପ୍ରିୟମାନେ, ଏହି ଯେଉଁ ଶାରୀରିକ ଅଭିଳାଷର ପରୀକ୍ଷା ଆସିବ ନାହିଁ ବୋଲି, ପରୀକ୍ଷା ଆସିବ, ମାତ୍ର କେଉଁମାନେ ସେ ପରୀକ୍ଷାରେ ପଡ଼ିବେ ନାହିଁ? ଯେଉଁମାନେ ପ୍ରାର୍ଥନାରେ ଜାଗି ରହିଥିବେ, ଯେଉଁମାନେ ପ୍ରାର୍ଥନାର ଜୀବନଯାପନ କରୁଥିବେ। ଯେଉଁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ପ୍ରାର୍ଥନାମୟ ଜୀବନଯାପନ କରନ୍ତି, ସେମାନେ ଏହି ବ୍ୟଭିଚାର ପାପରେ ପଡ଼ିବେ ନାହିଁ। କାରଣ ପ୍ରାର୍ଥନା ଏହି ପ୍ରକାର ଗୋଟେ ଶକ୍ତି ଆମକୁ ବ୍ୟଭିଚାର ପାପ ଉପରେ ଜୟଲାଭ କରିବା ପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ କରିବ। ଆଜି ଅନେକ ଜଣଙ୍କର ପ୍ରାର୍ଥନା ଜୀବନ ଠିକ୍ ନାହିଁ। ପ୍ରାର୍ଥନାରେ ସେମାନେ ସମୟ ବିତାଉ ନାହାନ୍ତି। ପ୍ରତ୍ୟେକ ପ୍ରଭୁଙ୍କର ଦାସ ଜାତି, ଏପରିକି ମୁଁ ମଧ୍ୟ ପ୍ରାର୍ଥନାରେ ସମୟ ବିତାଇବାକୁ ପଡ଼ିବ। ଆମେ ଯେଉଁ ସମୟରେ ପ୍ରାର୍ଥନାରେ ଆମେ ସମୟ ବିତାଇବା, ଜାଗି ରହି ଆମେ ପ୍ରାର୍ଥନା କରିବା, ସେହି ସମୟରେ ଆମ ଜୀବନରେ ବିଭିନ୍ନ ପ୍ରକାର ପରୀକ୍ଷା ପ୍ରଲୋଭନ ଆସିବ, ମାତ୍ର ସେହି ପରୀକ୍ଷା ପ୍ରଲୋଭନରେ ଆମେ ପଡ଼ିବ ନାହିଁ। ପରୀକ୍ଷା ଆସିବାଟା ପାପ ନୁହେଁ, ମାତ୍ର ପରୀକ୍ଷାରେ ପଡ଼ିଯିବାଟା ପାପ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଆମ୍ଭମାନଙ୍କ ପରି ସର୍ବତ ଭାବରେ ପରୀକ୍ଷିତ ହେଲେ, ମାତ୍ର ସେ କୌଣସି ପ୍ରକାର ପରୀକ୍ଷାରେ ପଡ଼ିଗଲେ ନାହିଁ, ପାପରେ ପଡ଼ିଗଲେ ନାହିଁ। ସବୁ ପାପ ଉପରେ ସେ ଜୟଲାଭ କଲେ, କାରଣ ସେ ପ୍ରାର୍ଥନାର ଜୀବନଯାପନ ତାଙ୍କର ଥିଲା। ସେଥିପାଇଁ ଏହି ପ୍ରକାର ବ୍ୟକ୍ତି, କେଉଁ ପ୍ରକାର ବ୍ୟକ୍ତି? ଯେଉଁ ବ୍ୟକ୍ତିମାନେ ସେମାନେ ପ୍ରାର୍ଥନାର ଜୀବନଯାପନ କରନ୍ତି, ସେମାନେ ଏହି ପ୍ରକାର ପାପରେ ପଡ଼ିବେ ନାହିଁ। ଆମେ ପ୍ରିୟମାନେ, ପ୍ରାର୍ଥନାରେ ଆମମାନେ ଜୀବନ ବିତାଇବାର ଆବଶ୍ୟକ ରହିଛି। ଯେଉଁ ସମୟରେ ଆମେ ପ୍ରାର୍ଥନାରେ ଜୀବନ ବିତାଇବା, ଏହି ପ୍ରକାର ପାପରେ ପଡ଼ିବା ନାହିଁ। ଦ୍ୱିତୀୟ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, 2 ତିମୋଥୀ 2:22, ଯେଉଁମାନେ ଗୋଟିଏ ଉତ୍ତମ ସହଭାଗିତାରେ ଜୀବନଯାପନ କରନ୍ତି। ଆମକୁ ଗୋଟିଏ ଭଲ ଆତ୍ମିକ ସହଭାଗିତା ଦରକାର ଅଛି। ଆଜି ଅନେକ ଜଣ ସେମାନେ ଆତ୍ମିକ ସହଭାଗିତା ନାହାନ୍ତି। ଯେଉଁମାନେ ପବିତ୍ର ଜୀବନଯାପନ କରୁଛନ୍ତି, ଉପବାସର ଜୀବନଯାପନ କରୁଛନ୍ତି, ପ୍ରାର୍ଥନାର ଜୀବନଯାପନ କରୁଛନ୍ତି, ଏହି ପ୍ରକାର ଲୋକମାନଙ୍କ ସହିତ ଆମକୁ ମିଶିକିନା ରହିବାର ଅଛି, ସେହି ପ୍ରକାର ସହଭାଗିତାରେ। କାରଣ 2
ତିମୋଥୀ 2:22 ଲେଖାଗଲା, କିନ୍ତୁ ତୁମେ ଯୌବନ କାଳର ଅଭିଳାଷରୁ ପଳାୟନ କରି ଯେଉଁମାନେ ସୂଚି ହୃଦୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ ଓ ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ଦେଖନ୍ତୁ, ଆମେ ଅନେକ ସମୟରେ ବ୍ୟଭିଚାର ପାପ ବା ଶାରୀରିକ ଅଭିଳାଷର ପାପ ଆମ ଜୀବନରେ ଆସେ। ଆମେ ଖାଲି ଧାଉଁ, ଆମେ ଦୌଡ଼ୁ। ଖାଲି ଦୌଡ଼ିଲେ ହେବ ନାହିଁ, ଆମକୁ ଗୋଟେ ଭଲ ସ୍ଥାନରେ, ଗୋଟେ ଭଲ ସହଭାଗିତାରେ, ଯେଉଁଠାରେ କି ପବିତ୍ରତାକୁ ଗୁରୁତ୍ୱ ଦିଆଯାଉଥିବ, ଯେଉଁଠାରେ କି ପାପକୁ ଘୃଣା କରାଯାଉଥିବ, ଯେଉଁ ସ୍ଥାନରେ କି ପବିତ୍ରତା ବିଷୟରେ ଶିକ୍ଷା ଥିବ, ଯେଉଁ ସ୍ଥାନରେ କି ବିଶ୍ୱାସୀ ଭାଇ ଭଉଣୀମାନେ ପ୍ରାର୍ଥନାମୟ ଜୀବନଯାପନ କରୁଥିବେ, ଏହି ପ୍ରକାର ସହଭାଗିତାରେ। କାରଣ ଆଜି ଅନେକ ଅଛନ୍ତି ଚର୍ଚ୍ଚ ଯାଉଛନ୍ତି, ବ୍ୟଭିଚାର ପାପ ଉପରେ ପଡ଼ୁଛନ୍ତି, ସହଭାଗିତାରେ ଯାଉଛନ୍ତି, ବ୍ୟଭିଚାର ପାପରେ ପଡ଼ୁଛନ୍ତି। ଅନେକ ଜଣ ଅଛନ୍ତି ଲିଡ଼ିଂ ରୋଲ୍ରେ ଥିବା ଲୋକମାନେ ମଧ୍ୟ ସେମାନେ ବ୍ୟଭିଚାର ପାପରେ ପଡ଼ୁଛନ୍ତି। ଦାଉଦ ମଧ୍ୟ ବ୍ୟଭିଚାର ପାପରେ ପଡ଼ିଗଲେ, କାରଣ ସେ ଏକଲା ରହିଗଲେ। ଅନ୍ୟମାନେ ଯୁଦ୍ଧକୁ ଯାଇଥିଲେ, ଦାଉଦ ଏକଲା ରହିଗଲେ। ଘରେ ଶୋଇଥିଲେ, ସେ ଛାତ ଉପରେ ବୁଲୁଥିଲେ, ଦେଖିଦେଲେ, ସେ ପଡ଼ିଗଲେ। ଏ ପ୍ରକାର ଅନେକ ସେମାନେ କ'ଣ ବ୍ୟଭିଚାର ପାପରେ ପଡ଼ୁଛନ୍ତି। କାହିଁକି? କାରଣ ସେମାନେ ଠିକ୍ ସହଭାଗିତାରେ ନାହାନ୍ତି। ଯେଉଁମାନେ ଠିକ୍ ସହଭାଗିତାରେ ଥିବେ ସେମାନେ ବ୍ୟଭିଚାର ପାପରେ ପଡ଼ିବେ ନାହିଁ। ଆଉ ତୃତୀୟରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯାହାର ଜୀବନରେ ପରମେଶ୍ୱରଙ୍କର ଭୟ ଥିବ, ଯେଉଁ ବିଶ୍ୱାସୀ ସେ ପରମେଶ୍ୱରଙ୍କୁ ଭୟ କରୁଥିବ। ଆଜି ଅନେକ ଜଣ ମନୁଷ୍ୟକୁ ଭୟ କରୁଛନ୍ତି, ପାଳକଙ୍କୁ ଭୟ କରୁଛନ୍ତି, ମଣ୍ଡଳୀକୁ ଭୟ କରୁଛନ୍ତି, ମାତ୍ର ପରମେଶ୍ୱରଙ୍କ ଭୟ ନାହିଁ। ମଣ୍ଡଳୀ ସାକ୍ଷାତରେ ଦୂତ ପରି ରୁହନ୍ତି, ଘରେ ଭୂତ ପରି ରୁହନ୍ତି, ଲୋକମାନଙ୍କ ସାକ୍ଷାତରେ ପବିତ୍ରତା ଦେଖାଯାଆନ୍ତି, ମାତ୍ର ଅନ୍ୟ ସମୟରେ ଅପବିତ୍ର ଜୀବନଯାପନ କରନ୍ତି। ପ୍ରିୟମାନେ, ଆମେ ଯୋସେଫଙ୍କ ଜୀବନରୁ ଆମେ ଦେଖୁଛୁ, ଆଦି ପୁସ୍ତକ 39 ଅଧ୍ୟାୟରେ ଆମେ ଦେଖୁଛୁ ଯେ ଗୋଟିଏ ସ୍ତ୍ରୀ ଲୋକ ଯୋସେଫଙ୍କୁ ବାରମ୍ବାର ଏହି ପ୍ରକାର ଭୁଲ କାମ କରିବା ନିମନ୍ତେ ତାଙ୍କୁ ଝିକାଟଣା କରୁଥିଲେ, ମାତ୍ର ଯୋସେଫଙ୍କ ଜୀବନରେ ପରମେଶ୍ୱରଙ୍କ ଭୟ ଥିଲା। ସେଥିପାଇଁ ସେ କହିଲେ ଯେ ମୁଁ କି ରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କର ବିରୁଦ୍ଧରେ ପାପ କରିପାରେ। ସେ ଦେଖିଲେ ଏଇ କାମ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ଅଟେ, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରିବି ନାହିଁ। ଏହି ଭୟ ତାଙ୍କ ଜୀବନରେ ଅଛି। ଆଜି ଅନେକ ଜୀବନରେ ସେଇ ଭୟ ନାହିଁ, ଲୁଚି ପାପ କରୁଛନ୍ତି, କିଏ ନ ଦେଖିବା ସମୟରେ ପାପ କରୁଛନ୍ତି, ଲୁଚି ଖରାପ ଭିଡ଼ିଓ ଗୁଡ଼ିକ ଦେଖୁଛନ୍ତି, ଲୁଚି ଖରାପ କଥା ଗୁଡ଼ିକ ହେଉଛନ୍ତି, ଲୁଚି ବିଭିନ୍ନ ପ୍ରକାର ମନ୍ଦ କାମରେ ସେମାନେ କରୁଛନ୍ତି। ଯୋସେଫ ମା ବାପା କେହି ନାହାନ୍ତି, ମଣ୍ଡଳୀ ନାହିଁ, କୌଣସି ବିଶ୍ୱାସୀ ପାଖରେ ନାହାନ୍ତି, ମାତ୍ର ତାଙ୍କ ଜୀବନରେ ପରମେଶ୍ୱରଙ୍କର ଭୟ ଅଛି। ପରମେଶ୍ୱରଙ୍କର ଭୟ ଯାହା ଜୀବନରେ ଥିବ, ସେ ଏହି ପ୍ରକାର କଦର୍ଯ୍ୟ ପାପ, ଦୁଷ୍ଟତା ପାପ କେବେ ହେଲେ ମଧ୍ୟ ସେ କରିବ ନାହିଁ। ଯୋସେଫ ଯୌବନ ଅବସ୍ଥାରେ ଅଛନ୍ତି, ଯୌବନର ଅଭିଳାଷ ତାଙ୍କଠାରେ ମଧ୍ୟ ରହିଛି, ମାତ୍ର ସେ ପରମେଶ୍ୱରଙ୍କୁ ଭୟ କରୁଥିବାରୁ ସେ ମନା କଲେ, ନାହିଁ, ଏହି ପ୍ରକାର ଦୁଷ୍ଟତା ମୁଁ କେବେ ହେଲେ ମଧ୍ୟ କରିପାରେ ନାହିଁ, ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ନାହିଁ। ପ୍ରିୟମାନେ, ଆମେ ଯେଉଁ ପ୍ରକାର ସମୟରେ ଆମେ ବାସ କରୁଛୁ, ଏହି ପ୍ରକାର ଗୋଟିଏ ପ୍ରଲୋଭିତ କରିବାର ସମୟ। ସମସ୍ତଙ୍କ ପାଖରେ ମୋବାଇଲ ଅଛି, ଆଉ ମୋବାଇଲ ଆମମାନଙ୍କର ଯୌବନର ଅଭିଳାଷକୁ ଆହୁରି ଅଧିକ ପରିମାଣରେ ଉତ୍ତେଜିତ କରୁଛି। ଆମକୁ ଏହି ପ୍ରକାର ପାପ କରିବା ନିମନ୍ତେ ସେ ଆମମାନଙ୍କୁ ଉକସାଉଛି, ଉତ୍ତେଜିତ କରୁଛି। ବିଭିନ୍ନ ପ୍ରକାର ରିଲ୍ସ, ବିଭିନ୍ନ ପ୍ରକାର ଭିଡ଼ିଓ ଗୁଡ଼ିକରେ ଅଶ୍ଳୀଳତା ଗୁଡ଼ିକ ଭର୍ତ୍ତି ହେଇକିନା ରହିଛି। ଆମେ ସେ ସବୁଠାରୁ ଯଦି ଦୂରକୁ ଆମେ ଯିବା ନାହିଁ, ତାହେଲେ ଆମେ ନିହାତି ଏହି ପାପରେ ପଡ଼ିଯିବା। କେଉଁମାନେ ପଡ଼ିବେ ନାହିଁ? ଯେଉଁମାନେ ପ୍ରାର୍ଥନାର ଜୀବନଯାପନ କରନ୍ତି, ଯେଉଁମାନେ ଉତ୍ତମ ସହଭାଗିତାରେ ଜୀବନଯାପନ କରନ୍ତି, ଆଉ ଯାହାର ଜୀବନରେ ପରମେଶ୍ୱରଙ୍କର ଭୟ ଅଛି, ସେମାନେ ଏହି ପାପରେ ପଡ଼ିବେ ନାହିଁ। ପ୍ରିୟମାନେ, ଆସନ୍ତୁ ଏହି ଗୁଣଗୁଡ଼ିକ ଆମମାନଙ୍କ ଜୀବନରେ ଆମେ ରଖିବା, ଯାହାଦ୍ୱାରା କି ଆମେ ମଧ୍ୟ ଏହି ପ୍ରକାର ପାପରୁ ନିଜକୁ ରକ୍ଷା କରିପାରିବା। ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ହୃଦୟ ସହିତ ଧନ୍ୟବାଦ ଦେଉଛୁ ଯେ ତୁମେ ଆମକୁ ପ୍ରେମ କରୁଛ।
आमे जे प्रकार पाप न करूँ एथि निमंते सबु समय आम उत्साहित करुछु आज तो उत्साहित कल एवं मेसेज शुणुवा समय जो मैंने यही प्रकार पापरे पड़ी निज जीवन को नष्ट करने सहित नर्क आड़ को जाऊँच मु प्रार्थना करे प्रभु प्रार्थना करे से माने यही सब पापर उद्धार प्राप्त हूँ रक्षा प्राप्त हूँ अनुताप कर तुम निकट को फेरी आसतु आउ से माने पाप उपर जयलाभ करूँ यह मुझे प्रार्थना करुच्ची राजा से निज जीवन सहित न खेलतु निज जीवन को नष्ट न करतु बाहाई लोक मैंने बाहा न होता लोक मैंने युवा युवती समस्त निमंते मु प्रार्थना करे प्रभु दयाकोरी समस्त को तुम उद्धार कर कहीं पापरे पड़ी निज जीवन को नष्ट न करतु यही समय अनुताप करी कांदी कांदी तुम निकट को फेरी आसतु प्रभु प्रभु तुम दया कर अनुग्रह कर से फेरवाई शक्ति और सामर्थ्य प्रदान कर बोली प्रार्थना करुच्च प्रार्थना शुणिछ धन्यवाद प्रार्थना प्रिय प्रभु जीशुଙ୍କ नाम मागुछु आमीन आमीन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय आ नुआ प्रसंग में परस्पर सहित साक्षात करवा रहिबा नमस्कार प्रेज द लॉर्ड गॉड ब्लेस यू।